କେମିତି କଟିବ ଆଜିର ଦିନ? ଅଗଷ୍ଟ 1 ତାରିଖ ଶୁକ୍ରବାର। ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ କାମରେ ନୂଆ ଅବସର ମିଳିପାରେ। ବୁଝି ବିଚାରି କଥା କୁହନ୍ତୁ। ବ୍ୟବସାୟରେ ଲାଭ ହେବ, ମନ ଶାନ୍ତି ରହିବ, ଭଲ ଖବର ଆସିପାରେ। ସେଇଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ପରିବାରରେ ମିଳିତ ଖୁସି ମିଳିପାରେ। ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ। ବୁଦ୍ଧିମତ୍ତାର ସମସ୍ୟାର ସମାଧାନ ମିଳିବ। ଅଳ୍ପ ଦୁଃଖ ହେବ, ଆଧ୍ୟାତ୍ମିକତା ଉପରେ ଆକର୍ଷଣ ବଢ଼ିବ। ସେଇଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆପଣଙ୍କ ପାଇଁ ମିଶ୍ର ଫଳ ରହିପାରେ। କିଛି କାର୍ଯ୍ୟରେ ବାଧା ଆସିପାରେ। ସନ୍ତାନ ପାଇଁ ଚିନ୍ତା ହେବ। ବ୍ୟବସାୟରେ ଧୈର୍ଯ୍ୟ ଆବଶ୍ୟକ। ପୁରୁଣା ମାନସିକ ଚିନ୍ତା ଦୂର ହେବ। ସେଇଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଧନ ଲାଭ ହେବାର ସମ୍ଭାବନା ଅଛି। ନୂଆ କାମ ଆରମ୍ଭ ପାଇଁ ଦିନ ଭଲ। ପ୍ରେମ ସମ୍ପର୍କରେ ନିଷ୍ପତ୍ତି ନେଇପାରନ୍ତି। ଦୁଃଖ ଭୁଲି ଆଗକୁ ବଢ଼ାନ୍ତୁ। ବନ୍ଧୁମାନେ ସାହାଯ୍ୟ କରିପାରନ୍ତି। ସେଇଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ମନ ଆନନ୍ଦିତ ରହିବ। ସ୍ୱାସ୍ଥ୍ୟ ଭଲ ରହିପାରେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ନୂଆ ଯାତ୍ରା ଯୋଗ ହୋଇପାରେ। ବଡ଼ମାନଙ୍କ ଆଶୀର୍ବାଦ ମିଳିପାରେ। ସେଇଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆପେକ୍ଷିତ କାମ ଅଧା ରହିପାରେ। ବୃଦ୍ଧି ପାଇଁ ପ୍ରୟାସ ଜାରି ରଖନ୍ତୁ। ନିଜର ବ୍ୟବହାର ଉପରେ ଧ୍ୟାନ ଦିଅନ୍ତୁ। ଆର୍ଥିକ ଦିଗ ଥଡ଼ା ଓ ଚିନ୍ତା ଦେଇପାରେ। ପ୍ରାର୍ଥନା କରନ୍ତୁ, ଶାନ୍ତି ମିଳିବ। ସେଇଭଳି ଦେଖିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ପରିବାର ମଧ୍ୟରେ ମିଳନ ଓ ସମ୍ମାନ ମିଳିବ। କିଛି ପୁରୁଣା ମାନସିକ ଯନ୍ତ୍ରଣା ଶେଷ ହେବ। ମିତ୍ରଙ୍କ ସହ ସମ୍ପର୍କ ଭଲ ହେବ। ଆତ୍ମବିଶ୍ୱାସ ବଢ଼ିବ। କାମ ଅନୁଯାୟୀ ଫଳ ମିଳିପାରିବ। ସେଇଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଧୈର୍ଯ୍ୟ ଏବଂ ସାବଧାନ ଆବଶ୍ୟକ। ଅନ୍ୟମାନଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। ନିଜର କାମ ଉପରେ ଧ୍ୟାନ ଦିଅନ୍ତୁ। ମନ ଅସ୍ଥିର ହୋଇପାରେ। ପ୍ରେମ ସମ୍ପର୍କ ଅଳ୍ପ ଅସୁବିଧା ଆସିପାରେ। ସେଇଭଳି ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ନୂଆ ଯାତ୍ରା ଯୋଗ ଦେଖାଯିବ। ଅଧ୍ୟୟନ ଓ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଅପରିଚିତ ଲୋକଙ୍କ ସହ ଦୂରତା ରଖନ୍ତୁ। ସମୟ କ୍ଷୟ ହେବାର ସମ୍ଭାବନା ଅଛି। ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବା ଦରକାର। ସେଇଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ କିଛି ଲାଭ ହେବ ଯାହା ଆପଣ ଆଶା କରିନଥିଲେ। ପରିବାର ଶାନ୍ତି ବଢ଼ିବ। ଆଧ୍ୟାତ୍ମିକ କାର୍ଯ୍ୟରେ ଆଗ୍ରହ ଜନ୍ମିବ। ଆଜି ବୃଦ୍ଧି ପାଇଁ ଉପଯୁକ୍ତ ଦିନ। ଅତି ଆତ୍ମବିଶ୍ୱାସ ରଖିବା ଠିକ୍ ନୁହେଁ। ସେଇଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ସମ୍ପର୍କରେ ମିଶ୍ର ଅନୁଭୂତି ହେବ। କାମରେ ନୂଆ ଆଇଡ଼ିଆ ଆସିପାରେ। ବୃଦ୍ଧି ପାଇଁ ପ୍ରୟାସ କରନ୍ତୁ। ଶତ୍ରୁମାନେ ଦୁର୍ବଳ ହେବେ। ବୃଦ୍ଧି ଓ ନୂଆ ଯୋଜନା ପାଇଁ ସମୟ ଭଲ। ସେଇଭଳି ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ମନ ଶାନ୍ତ ରହିପାରେ। ଧନ ଲାଭ ହେବାର ସୁଯୋଗ ମିଳିପାରେ। ମିଳିତ କାର୍ଯ୍ୟ ସଫଳତା ଆସିପାରେ। ଦୀର୍ଘ ଦିନର ଚିନ୍ତା ଶେଷ ହେବ। ଦାମ୍ପତ୍ୟ ଜୀବନ ଭଲ ରହିପାରେ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦେବେ।